बंधु माने आपणक पई शुभ खबर भगवान गणेश एवं देवी लक्ष्मी आशीर्वाद रे आपण जुलाई मासर प्रथमार्धरे विशेष करी 1 जुलाई रु 15 मध्य आपणक परिवार मध्य तीनोटी प्रकृत चमत्कार खबर आसीबाकु जाउछि। जुलाई मासर एही 15 दिन आपणक पई अत्यंत भाग्यशाली हेबो। आपण तीनोटी प्रमुख शुभ खबर पाइबे। खबर एते आश्चर्यजनक जे ଏହା ଆପଣଙ୍କୁ ଆନନ୍ଦରେ ଉନ୍ମତ୍ତ କରିଦେବ ଏବଂ ଖୁସିରେ ନାଚିବାକୁ ଇଚ୍ଛା କରିବ। ଅନ୍ୟ ସବୁ କିଛି ପାସୋରି ଦିଅନ୍ତୁ ଏବଂ ଶେଷ ପର୍ଯ୍ୟନ୍ତ ଏହି ଭିଡିଓ ଦେଖନ୍ତୁ। ଜୁଲାଇ 1 ରୁ ଜୁଲାଇ 15 ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଶୁଭ ସଂଯୋଜନ ରହିଛି। 3 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହି ପକ୍ଷ ମଧ୍ୟରେ ଶୁଭ ମହାଜାଗତିକ ଘଟଣା ଗୁଡ଼ିକର ଏକ ବିରଳ ମିଶ୍ରଣ ଘଟୁଛି। ଏହା ନିଶ୍ଚିତ କରେ ଯେ ଆପଣ ଏହି ତିନୋଟି ପ୍ରମୁଖ ଶୁଭ ଖବର ପାଇବେ। ଏହି ସମୟରେ ଗଜଲକ୍ଷ୍ମୀ ପ୍ରାପ୍ତି ଯୋଗ, ବୁଧାଦିତ୍ୟ ରାଜଯୋଗ, ମହାଲକ୍ଷ୍ମୀ ଯୋଗ, ଗଜକେଶରୀ ରାଜଯୋଗ, ସର୍ବାର୍ଥ ସିଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ, ଧନ ଯୋଗ ଏବଂ ରାଜଯୋଗ ଭଳି ଶକ୍ତିଶାଳୀ ଯୋଗର ସଙ୍ଗମ ହୋଇଥାଏ, ଯାହା ଏକ ପ୍ରକୃତ ସୌଭାଗ୍ୟଶାଳୀ ପର୍ଯ୍ୟାୟ ସୃଷ୍ଟି କରିଥାଏ। ଆପଣ ନିଶ୍ଚିତ ଭାବରେ ଏହି ଖବର ପାଇବେ ଏବଂ ଆପଣଙ୍କ ଘର ଶୁଭେଚ୍ଛାକାରୀଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଯିବ, ଯେଉଁମାନେ ଆପଣଙ୍କୁ ଅଭିନନ୍ଦନ ଜଣାଇବାକୁ ଆସୁଛନ୍ତି। ଏହି ଖବରଟି କ'ଣ? ଜୀବନର କେଉଁ କ୍ଷେତ୍ରରେ ଆପଣ ଏହାକୁ ପାଇବେ? ଆମେ ଭିଡିଓରେ ଏସବୁ ପ୍ରକାଶ କରିବୁ। ଏହା ସହିତ ଏହି ସମୟର ଲାଭକୁ ସର୍ବାଧିକ କରିବା ଏବଂ ଭବିଷ୍ୟତର ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ଏହି 15 ଦିନ ମଧ୍ୟରେ ଆପଣଙ୍କୁ କିଛି ସତର୍କତା ଏବଂ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଗୁଡ଼ିକୁ ମନେ ରଖିବାକୁ ପଡ଼ିବ ଏବଂ ଆପଣଙ୍କ ଜୀବନରେ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଆମେ ଭିଡିଓରେ ଏହି ସତର୍କତା ଏବଂ ଅତ୍ୟାବଶ୍ୟକ ଟିପ୍ସ ଗୁଡ଼ିକ ମଧ୍ୟ କଭର କରିବୁ, ତେଣୁ ଦୟାକରି ସମ୍ପୂର୍ଣ୍ଣ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ନିଶ୍ଚିତ କରନ୍ତୁ। ଏହି ଭିଡିଓରେ ଉଲ୍ଲେଖ କରାଯାଇଥିବା ପ୍ରତ୍ୟେକ ବିନ୍ଦୁ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଲାଭଦାୟକ। ଆପଣଙ୍କର ଏବଂ ଆପଣଙ୍କ ପରିବାରର ଲାଭ ପାଇଁ ସମ୍ପୂର୍ଣ୍ଣ ଭିଡିଓଟିକୁ ନିଶ୍ଚିତ କରନ୍ତୁ, କାରଣ କେବଳ ପ୍ରକୃତ ଭାଗ୍ୟବାନ ମାନେ ଏହାକୁ ଦେଖିପାରିବେ। ଏହାକୁ ହରାଇବା ଦ୍ୱାରା ଗଭୀର ଅନୁତାପ ଏବଂ ପ୍ରମୁଖ ସୁଯୋଗ ହରାଇବେ। ଆମେ ପ୍ରକାଶ କରିବୁ ଯେ ଭଗବାନ ଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ କିପରି ବର୍ଷିବ ଏବଂ ଏହି 15 ଦିନ ମଧ୍ୟରେ ଆପଣଙ୍କ ପାଇଁ ଅପେକ୍ଷା କରିଥିବା ତିନୋଟି ମହାନ ଖବର ଏବଂ ଜୀବନର ନିର୍ଦ୍ଦିଷ୍ଟ କ୍ଷେତ୍ର ସେୟାର କରିବୁ। ଆମେ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କର ପ୍ରକୃତ ଭକ୍ତମାନେ କମେଣ୍ଟ ବକ୍ସରେ ଜୟ ଶ୍ରୀ ଗଣେଶ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ଏହା ନିଶ୍ଚିତ କରେ ଯେ ସେମାନେ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରିବେ ଏବଂ ଆପଣଙ୍କର ଏବଂ ଆପଣଙ୍କ ପରିବାର ଉପରେ ସଦାସର୍ବଦା ପାଇଁ ସେମାନଙ୍କର ଆଶୀର୍ବାଦ ବର୍ଷା କରିବେ। ତେଣୁ ଅଧିକ ବିଳମ୍ବ ନ କରି ଆସନ୍ତୁ ଆମେ ଆଲୋଚନା କରିବା ଯେ ଭଗବାନ ଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କର କୃପା ଅଧୀନରେ ଜୁଲାଇ 1 ରୁ ଜୁଲାଇ 15 ତାରିଖ ପର୍ଯ୍ୟନ୍ତ ଆପଣଙ୍କ ରାଶି ପାଇଁ କ'ଣ ରହିବ। ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଭଗବାନ ଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କର ଅପାର କୃପା ଯୋଗୁଁ ଜୁଲାଇ 1 ରୁ ଜୁଲାଇ 15 ତାରିଖ ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟବାନ ସାବ୍ୟସ୍ତ ହେବାକୁ ଯାଉଛି। ଏହି 15 ଦିନ ମଧ୍ୟରେ ଗ୍ରହ ସଙ୍ଗମ ଏପରି ଭାବରେ ଅବସ୍ଥିତ ଯାହା ଅପ୍ରତ୍ୟାଶିତ ଭାବରେ ଆପଣଙ୍କର ଲାଭ ଭାବକୁ ସମର୍ଥନ କରେ, ଯାହା ଆପଣଙ୍କୁ ପ୍ରଚୁର ଲାଭ ଏବଂ ଆର୍ଥିକ ସମୃଦ୍ଧି ଆଣିଦେବ। ବଡ଼ ସଫଳତା ଆପଣଙ୍କ ପାଖକୁ ଆସିବାକୁ ଯାଉଛି। ଆପଣ ଯେଉଁ ସଫଳତା ପାଇଁ କଠିନ ପରିଶ୍ରମ କରି କିଛି ସମୟ ଧରି ଅପେକ୍ଷା କରିଥିଲେ ଏବଂ ଅପେକ୍ଷା କରିଥିଲେ, ତାହା ଶେଷରେ ଏହି 15 ଦିନ ମଧ୍ୟରେ ଆପଣଙ୍କ ପାଖରେ ପହଞ୍ଚିବ। ଆପଣଙ୍କ ପ୍ରୟାସ ଫଳ ଦେବ ଏବଂ ଆପଣଙ୍କର ହୃଦୟସ୍ପର୍ଶୀ ଇଚ୍ଛା ପୂରଣ ହେବ। ଆପଣ ଏହି ସମୟ ମଧ୍ୟରେ ଆପଣଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ସକାରାତ୍ମକ ପରିବର୍ତ୍ତନ ଦେଖିବେ। ବିଭିନ୍ନ ବ୍ୟବଧାନରେ ସଫଳତା ଏବଂ ଧନ ଅର୍ଜନ କରିବେ, ଯେତେବେଳେ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ଶେଷରେ ସମାପ୍ତ ହେବ। ଆପଣ ନିଜେ ଅନୁଭବ କରିବେ। ଆପଣ ଅନୁଭବ କରିବେ ଯେ ଏହି 15 ଦିନର ଅବଧି ପ୍ରକୃତରେ ଆପଣଙ୍କ ପାଇଁ ଅପାର ଲାଭ ଆଣିଦେଉଛି। ଏହା ଯେପରି ଏକ ଦିବ୍ୟ ଶକ୍ତି ଆପଣଙ୍କୁ ସହାୟତା କରୁଛି।
ଏହା ଏକ ଅବିଶ୍ୱସନୀୟ ସୌଭାଗ୍ୟବାନ ସମୟ। ଆପଣ ଦେଖିବେ ଯେ ଏହି 15 ଦିନ ମଧ୍ୟରେ ଭାଗ୍ୟ ଆପଣଙ୍କ ପକ୍ଷରେ ଅଛି। ଆର୍ଥିକ ଲାଭ ପାଇଁ ପ୍ରମୁଖ ରାସ୍ତା ଆପଣଙ୍କ ପାଇଁ ଖୋଲିଯିବ। ଏକ ଦୀର୍ଘକାଳୀନ ପ୍ରମୁଖ ଚିନ୍ତାର ଅନ୍ତ ହେବ, ଯାହା ଆପଣଙ୍କୁ ମାନସିକ ଶାନ୍ତି ଆଣିଦେବ। ଏହି ସମୟ ମଧ୍ୟରେ ଆପଣ ଆର୍ଥିକ ବିଷୟ ସମ୍ପର୍କରେ ଯେକୌଣସି ଦୃଢ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସଫଳ ହେବାର ସମ୍ଭାବନା ଅଛି। ଆପଣ ସଫଳତା ହାସଲ କରିବେ ଏବଂ ନିଶ୍ଚିତ ଭାବରେ ଆର୍ଥିକ ଲାଭ ପାଇବେ। ଏହା ବ୍ୟତୀତ ଆପଣ ଏକ ଦୀର୍ଘ ପ୍ରତୀକ୍ଷିତ ସ୍ୱପ୍ନ ସାକାର ହେବାର ଦେଖିବେ, ଯାହା ଆପଣଙ୍କୁ ମାନସିକ ସନ୍ତୋଷ ପ୍ରଦାନ କରିବ। ଏହି 15 ଦିନର ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଏହାର ସର୍ବାଧିକ ଉପଯୋଗ କରନ୍ତୁ। ଯଦି ଆପଣ ଏକ ନୂତନ ଘର, ଯାନବାହନ କିମ୍ବା ସମ୍ପତ୍ତି କିଣିବା ବିଷୟରେ ଚିନ୍ତା କରୁଛନ୍ତି, ତେବେ ଏହି ସମୟ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ସଠିକ୍ ପ୍ରମାଣିତ ହେବ। ଆପଣ ଯାହା ଚାହୁଁଛନ୍ତି ତାହା ହିଁ ପାଇବେ। ଏହା ଆପଣଙ୍କ ପାଇଁ ପ୍ରକୃତରେ ଏକ ସୁନ୍ଦର ସମୟ। ଏହା ସହିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ହାସଲ କରିବା ଆପଣଙ୍କ ଉତ୍ସାହକୁ ବୃଦ୍ଧି କରିବ, ଯାହା ଆପଣଙ୍କୁ ଯେକୌଣସି କ୍ଳାନ୍ତି ଭୁଲାଇ ଦେବ। ଆପଣ ଯେତେ କଠିନ ପରିଶ୍ରମ କରନ୍ତୁ ନା କାହିଁକି, ସଫଳତା ଆପଣଙ୍କର ହେବ, ଯାହା ଆପଣଙ୍କୁ ଯେକୌଣସି କ୍ଳାନ୍ତିଙ୍କୁ ପାଶୋରି ଏହି ଉତ୍କୃଷ୍ଟ ପର୍ଯ୍ୟାୟକୁ ଉପଭୋଗ କରିବାକୁ ଅନୁମତି ଦେବ। ପ୍ରତିଯୋଗିତା ସହିତ ଜଡ଼ିତ ଯେକୌଣସି କ୍ଷେତ୍ରରେ ଏହି 15 ଦିନର ସମୟ ସଫଳତା ପାଇଁ ଉତ୍କୃଷ୍ଟ। ଆପଣଙ୍କ ପାଇଁ ସମ୍ଭାବନା ଉତ୍କୃଷ୍ଟ ଏବଂ ସଫଳତା ନିଶ୍ଚିତ। ଏହା ଶିକ୍ଷା, ନିଯୁକ୍ତି କିମ୍ବା ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ହେଉ, ଆପଣ ନିଶ୍ଚିତ ଭାବରେ ସଫଳ ହେବେ। ଆପଣ ମାନସିକ ଭାବରେ ଦୃଢ଼ ଅନୁଭବ କରିବେ। ଏହି 15 ଦିନ ମଧ୍ୟରେ ଆପଣ ଆପଣଙ୍କର ବ୍ୟକ୍ତିତ୍ୱକୁ ବୃଦ୍ଧି କରିବା ଉପରେ ଯଥେଷ୍ଟ ଧ୍ୟାନ ଦେବେ। ଆପଣ ଅନୁଭବ କରିବେ ଯେ ଏହି ସମୟ ନିକଟ ଅତୀତ ତୁଳନାରେ ଅଧିକ ଲାଭ ପ୍ରଦାନ କରୁଛି। ପ୍ରକୃତରେ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ସହିତ ଆପଣଙ୍କର ସମ୍ପର୍କ ମଜବୁତ ହେବ। ପରିବାର ମଧ୍ୟରେ କିମ୍ବା ସମ୍ପର୍କୀୟମାନଙ୍କ ମଧ୍ୟରେ ଯେକୌଣସି ବିଦ୍ୱାନ କିମ୍ବା ଭୁଲ ବୁଝାମଣା ସମାଧାନ ହେବ। ସମ୍ପର୍କ ମଜବୁତ ହେବ ଏବଂ ସ୍ନେହ ବୃଦ୍ଧି ପାଇବ। ଏହା ସହିତ ଯଦି ଆପଣ ସ୍ଥାବର ସମ୍ପତ୍ତି କିମ୍ବା ନିବେଶ ସହିତ ଜଡ଼ିତ କାର୍ଯ୍ୟକଳାପ ବିଷୟରେ ଚିନ୍ତା କରୁଛନ୍ତି, ତେବେ ଆପଣ ବ୍ୟସ୍ତ ରହିବେ ଏବଂ ସଫଳତା ହାସଲ କରିବେ। ଟଙ୍କା ବିନିଯୋଗ କରିବାକୁ କିମ୍ବା ସମ୍ପତ୍ତି କିଣିବାକୁ ମୁକ୍ତ ହୁଅନ୍ତୁ। ଆପଣ ଲାଭ ପାଇବେ। ଭାଗ୍ୟ ଆପଣଙ୍କ ପ୍ରତି ଅନୁକୂଳ ରହିବ ଏବଂ ଆପଣ ଉତ୍କୃଷ୍ଟ ସମାଚାର ପାଇବେ। ଏହି ପକ୍ଷ ମଧ୍ୟରେ ଆପଣ ପ୍ରତ୍ୟେକ କାର୍ଯ୍ୟରେ ଆଗ୍ରହୀ ହେବେ ଏବଂ ଆପଣଙ୍କର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରି ପ୍ରଭାବଶାଳୀ ଭାବରେ ଆପଣଙ୍କର କାର୍ଯ୍ୟ ସମ୍ପାଦନ କରିବେ। ମୋଟାମୋଟି ଭାବରେ ଏହି 15 ଦିନର ସମୟ ଆପଣଙ୍କ ପାଇଁ ଉତ୍କୃଷ୍ଟ, ପ୍ରକୃତରେ ସର୍ବୋତ୍ତମ। ଏହାର ସର୍ବାଧିକ ଉପଯୋଗ କରନ୍ତୁ। ଆପଣ ଭାବପ୍ରବଣ ଭାବରେ ମଧ୍ୟ ସଶକ୍ତ ଅନୁଭବ କରିବେ। ଆପଣ ଏହି ସମୟ ଆକର୍ଷଣୀୟ ଏବଂ ଜ୍ଞାନବର୍ଦ୍ଧିତ କାର୍ଯ୍ୟକଳାପରେ ବିତାଇବେ। ଆପଣଙ୍କ ପରିବାର ସହିତ ଏକ ଧାର୍ମିକ ସ୍ଥାନ ପରିଦର୍ଶନ କରିବାର ଯୋଜନା ମଧ୍ୟ କରାଯାଇପାରେ। ଆପଣ ଆପଣଙ୍କର ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ। ତଥାପି ଆପଣଙ୍କୁ ଆର୍ଥିକ ବିଷୟଗୁଡ଼ିକ ବିଷୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। କୌଣସି ପ୍ରକାରେ ସାଲିସ କରନ୍ତୁ ନାହିଁ। ଉଦାହରଣ ସ୍ୱରୂପ, ଯଦି ଆପଣ କାହାକୁ ଟଙ୍କା ଋଣ ଦେଉଛନ୍ତି, ତେବେ ସତର୍କତାର ସହିତ ବିଚାର କରିବା ପରେ ହିଁ ଏହା କରନ୍ତୁ। ନଚେତ୍ ଆପଣଙ୍କର ଟଙ୍କା ଅଟକି ଯାଇପାରେ କିମ୍ବା ହଜିଯାଇପାରେ। ନିଶ୍ଚିତ କରନ୍ତୁ ଯେ ଆପଣ ଏହା କେବେ ପାଇବେ କି ନାହିଁ ଏବଂ କେବେ ପାଇବେ। କାହାକୁ ଟଙ୍କା ହସ୍ତାନ୍ତର କରିବା ପୂର୍ବରୁ ସତର୍କ ରୁହନ୍ତୁ। ଯଦିଓ ଆଗାମୀ 15 ଦିନ ସାଧାରଣତଃ ଆପଣଙ୍କ ପାଇଁ ଅନୁକୂଳ ଏବଂ ଭାଗ୍ୟବାନ, ବେଳେବେଳେ ସମସ୍ୟା ମଧ୍ୟ ଦେଖାଦେଇପାରେ। କିନ୍ତୁ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣଙ୍କର ଜ୍ଞାନ ଏବଂ ସତର୍କତା ଆପଣଙ୍କୁ ସେଗୁଡ଼ିକୁ ଦୂର କରିବାରେ ସାହାଯ୍ୟ କରିବ। କେହି ଆପଣଙ୍କୁ କ୍ଷତି ପହଞ୍ଚାଇ ପାରିବେ ନାହିଁ। ସଫଳତା ଆପଣଙ୍କର ହେବ। ଯେକୌଣସି ବାଧା କିମ୍ବା ସମସ୍ୟା ସତ୍ତ୍ୱେ ଆପଣ ଅନ୍ୟ ସବୁ କିଛି ପଛରେ ଛାଡ଼ି ଆଗକୁ ବଢ଼ିବେ। ତଥାପି ନକାରାତ୍ମକ ମାନସିକତା ଥିବା ଲୋକଙ୍କ ସହିତ ମିଶିବା ଦ୍ୱାରା ପ୍ରତିଷ୍ଠା ହାନି ହୋଇପାରେ।
ଏହି 15 ଦିନ ମଧ୍ୟରେ ସତର୍କ ରୁହନ୍ତୁ ଏବଂ ଏପରି ବ୍ୟକ୍ତିମାନଙ୍କ ଠାରୁ ଦୂରତା ରଖନ୍ତୁ। ଆପଣ ଯାହା କରିବାକୁ ଚାହୁଁଛନ୍ତି ତାହା କରନ୍ତୁ, କିନ୍ତୁ ଅସାବଧାନ ହୁଅନ୍ତୁ ନାହିଁ। ଅନ୍ୟମାନଙ୍କୁ ଆପଣଙ୍କର ଗୁପ୍ତ କଥା ପ୍ରକାଶ କରନ୍ତୁ ନାହିଁ, ନଚେତ୍ ସେମାନେ ଆଗକୁ ବଢ଼ିବା ସମୟରେ ଆପଣ ପଛରେ ପଡ଼ିଯାଇପାରନ୍ତି। ଏକ ଧାରା ଯାହା ପ୍ରାୟତଃ ଆପଣଙ୍କ ଜୀବନରେ ପୁନରାବୃତ୍ତି ହୁଏ। ଆପଣଙ୍କର ଲକ୍ଷ୍ୟ ଅନୁସରଣ କରନ୍ତୁ। ଏହି 15 ଦିନର ଅବଧି ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଲାଭ ଆଣିବ ଏବଂ ଆପଣ ଗ୍ରହଣ କରିଥିବା କାର୍ଯ୍ୟଗୁଡ଼ିକ ସଫଳତାର ସହ ସମାପ୍ତ ହେବ। ଏହା ସହିତ ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ଅହଙ୍କାର ଆପଣଙ୍କର କ୍ୟାରିୟର କିମ୍ବା ବ୍ୟକ୍ତିଗତ ପ୍ରୟାସରେ ବାଧା ସୃଷ୍ଟି କରୁନାହିଁ, ନଚେତ୍ ସମାପ୍ତିର ଦ୍ୱାରରେ ଥିବା କାମ ଭୁଲ ହୋଇପାରେ। ଅତ୍ୟଧିକ ତରବରିଆ କିମ୍ବା ଆବେଗପୂର୍ଣ୍ଣତା ଅନ୍ୟମାନଙ୍କ ସହିତ ଆପଣଙ୍କ ସମ୍ପର୍କକୁ ମଧ୍ୟ ଖରାପ କରିପାରେ। ତେଣୁ ଆପଣ କ'ଣ କରିବା ଉଚିତ? ପ୍ରଥମେ ଆପଣଙ୍କର କ୍ରୋଧ ଏବଂ ଆବେଗକୁ ନିୟନ୍ତ୍ରଣ କରନ୍ତୁ, ଭଦ୍ର ଭାଷା ବ୍ୟବହାର କରନ୍ତୁ ଏବଂ ଏକ ସୁନ୍ଦର ଆଚରଣ ବଜାୟ ରଖନ୍ତୁ। ତେବେ ହିଁ ଆପଣ ଏହି ଦିନର ଲାଭ ପାଇବେ, ନଚେତ୍ ଶେଷ ମୁହୂର୍ତ୍ତରେ ଜିନିଷଗୁଡ଼ିକ ଭୁଲ ହୋଇପାରେ। ଏକ ଭଲ ମନୋଭାବ ବଜାୟ ରଖନ୍ତୁ। ଯଦି ଆପଣ ଏହି ଅବଧିକୁ ପୁଞ୍ଜି କରିବାକୁ ଚାହାନ୍ତି, ଯାହା ପ୍ରଚଣ୍ଡ ସୁଯୋଗ ପ୍ରଦାନ କରେ, ଆପଣଙ୍କର ଭଲ ଆଚରଣ, ମଧୁର କଥା ଏବଂ ସକାରାତ୍ମକ ମନୋଭାବ ମହାନ ସଫଳତାର ଚାବିକାଠି ହେବ। ନଚେତ୍ ସବୁକିଛି ଆପଣଙ୍କ ହାତରୁ ଖସି ଯାଇପାରେ। ସତର୍କ ରୁହନ୍ତୁ। ଏହି 15 ଦିନର ଅବଧି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ। ଏବେ ଆସନ୍ତୁ ଆପଣଙ୍କ ପ୍ରେମ ଜୀବନ ବିଷୟରେ ଆଲୋଚନା କରିବା। ଏହି 15 ଦିନ ମଧ୍ୟରେ ଆପଣଙ୍କ ପ୍ରେମ ଜୀବନ କିପରି ରହିବ? ଆପଣଙ୍କୁ କହିବାକୁ ଯାଉଛୁ ଯେ ଏହି 15 ଦିନର ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ। ପାରିବାରିକ ପରିବେଶ ଖୁସି ରହିବ ଏବଂ ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ସହିତ ଅବସର ଏବଂ ମନୋରଞ୍ଜନର ମଜା ଉଠାଇ ସମୟ ବିତାଇବେ। ଘରେ ସମସ୍ତେ ଏକ ସୁନ୍ଦର ସମୟ ବିତାଇବେ। ଆପଣ ଆପଣଙ୍କ ପରିବାର ସହିତ ଆରାମ ଏବଂ ସୁବିଧା ପାଇଁ କିଣାକଟା କରିବାରେ ସମୟ ବିତାଇବେ। ଭଲ ବିବାହ ପ୍ରସ୍ତାବ ଆପଣଙ୍କ ପାଖକୁ ଆସିପାରେ। ଘରେ ପରିବେଶ ଅବିବାହିତ ବ୍ୟକ୍ତିଙ୍କ ପାଇଁ ଅନୁକୂଳ ରହିବ ଏବଂ ପୂର୍ବରୁ ଥିବା ପ୍ରେମ ସମ୍ପର୍କ ମଧ୍ୟ ବିବାହରେ ପରିଣତ ହୋଇପାରେ। ପରିବାରର ଅନୁମୋଦନ ସହିତ ଆପଣ ଧାର୍ମିକ ସ୍ଥାନ, ପିକନିକ୍ ପରିଦର୍ଶନ କରିପାରିବେ କିମ୍ବା ଆପଣଙ୍କ ପରିବାର ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯାଇପାରିବେ। ଆପଣ ଯେତେ ବ୍ୟସ୍ତ ଥିଲେ ମଧ୍ୟ ଏହି 15 ଦିନ ମଧ୍ୟରେ ଆପଣଙ୍କର ପରିବାରକୁ କ୍ୱାଲିଟି ଟାଇମ୍ ଦେବା ପାଇଁ ଚେଷ୍ଟା କରନ୍ତୁ। ଆପଣ ପରିବାର ସଦସ୍ୟଙ୍କ ଠାରୁ ସମର୍ଥନ ପାଇବେ, ପାରସ୍ପରିକ ସ୍ନେହ ବୃଦ୍ଧି ପାଇବ ଏବଂ ଆପଣ ଏହି ସମୟକୁ ଏକାଠି ଉପଭୋଗ କରିବେ। ଏହା ପାରିବାରିକ ଜୀବନ କିମ୍ବା ବିବାହିତ ଜୀବନ ବିଷୟରେ ହେଉ, ସମୟ ଆପଣଙ୍କ ପାଇଁ ପ୍ରତ୍ୟେକ ଦୃଷ୍ଟିରୁ ଅନୁକୂଳ ଏବଂ ଭାଗ୍ୟବାନ। ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ପ୍ରେମ ଜୀବନ ଭଲ ରହିବ ଏବଂ ସ୍ନେହର ବନ୍ଧନ ମଜବୁତ ହେବ। ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟଙ୍କ ମଧ୍ୟରେ ଯେକୌଣସି ବିଦ୍ୟମାନ ତିକ୍ତତା କିମ୍ବା ମତଭେଦ ସମାଧାନ ହେବ। ସମୟ ଶୁଭ। ଏହାର ସର୍ବାଧିକ ଉପଯୋଗ କରନ୍ତୁ। ଆପଣଙ୍କ ବ୍ୟବସାୟ, କ୍ୟାରିୟର, ଶିକ୍ଷା କିମ୍ବା ଚାକିରି ବିଷୟରେ ଏହି 15 ଦିନ ମଧ୍ୟରେ ଆପଣଙ୍କ ବ୍ୟବସାୟ ଏବଂ ବାଣିଜ୍ୟିକ ଉଦ୍ୟମ ଭଲ ପ୍ରଦର୍ଶନ କରିବାକୁ ସ୍ଥିର ହୋଇଛି। ଆପଣଙ୍କୁ ଆପଣଙ୍କ ବ୍ୟବସାୟ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ, କାରଣ ଆପଣଙ୍କୁ ଆପଣଙ୍କର ବାଣିଜ୍ୟ କିମ୍ବା ଉଦ୍ୟୋଗ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଅର୍ଡର ମିଳିବାର ସମ୍ଭାବନା ଅଛି। ତେଣୁ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ। ଆପଣ ବ୍ୟବସାୟ କିମ୍ବା ବାଣିଜ୍ୟ କାର୍ଯ୍ୟକଳାପ ମାଧ୍ୟମରେ ଆପଣଙ୍କ ପାଇଁ ଅପ୍ରତ୍ୟାଶିତ ଆର୍ଥିକ ଲାଭର ଦୃଢ଼ ସୂଚନା ଅଛି। ତଥାପି ଗୋଟିଏ କଥା ମନେ ରଖନ୍ତୁ, ଗୁଣବତ୍ତା ସହିତ ସାଲିସ କରନ୍ତୁ ନାହିଁ। ବ୍ୟବସାୟରେ ଜଡ଼ିତ ବ୍ୟକ୍ତିମାନେ ଅଧିକ ରୋଜଗାର ପାଇଁ ଗୁଣବତ୍ତା ବଳିଦାନ ଦେବା ଉଚିତ ନୁହେଁ। ଆପଣଙ୍କର ବ୍ୟବସାୟିକ କାରବାରରେ ସଚ୍ଚୋଟତା ସ୍ୱାଭାବିକ ଭାବରେ ଭଲ ଲାଭ ଆଣିବ ଏବଂ ଆପଣଙ୍କ ବୃତ୍ତିଗତ ସମ୍ପର୍କକୁ ମଜବୁତ କରିବ। ତେଣୁ ଆପଣଙ୍କର ବ୍ୟବସାୟିକ କାର୍ଯ୍ୟରେ ଉଚ୍ଚ ଗୁଣବତ୍ତା ବଜାୟ ରଖନ୍ତୁ। ସଫଳତା ଏବଂ ଲାଭ ସୁନିଶ୍ଚିତ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସୁଛି। ଏହା ଏକ ନୂତନ ଉଦ୍ୟମ ଆରମ୍ଭ କରିବାର ଏକ ଉତ୍କୃଷ୍ଟ ସମୟ। ଯେଉଁମାନେ ଦୀର୍ଘ ସମୟ ଧରି ସଫଳତା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ନିଶ୍ଚିତ ଭାବରେ ଏହା ହାସଲ କରିବେ। ଯେଉଁମାନେ ଚାକିରି କରୁଛନ୍ତି, ସେମାନଙ୍କ ବିଷୟରେ
ଆପଣଙ୍କର କର୍ମକ୍ଷେତ୍ରରେ ସତର୍କ ରୁହନ୍ତୁ। ଯଦିଓ ଆପଣ ନିଜର 100% ଦେବେ ଏବଂ ଆଗାମୀ 15 ଦିନ ମଧ୍ୟରେ ପ୍ରଶଂସା ଏବଂ ସ୍ୱୀକୃତି ଅର୍ଜନ କରିବେ, କିନ୍ତୁ ଯେଉଁମାନେ ଈର୍ଷା ପୋଷଣ କରନ୍ତି ସେମାନଙ୍କ ଠାରୁ ସତର୍କ ରୁହନ୍ତୁ, କାରଣ ସେମାନେ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିପାରନ୍ତି। ଆପଣ କ'ଣ କରିବା ଉଚିତ? ଆପଣଙ୍କ ନ୍ୟସ୍ତ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ ଏବଂ ଆପଣଙ୍କ ବସ୍ କିମ୍ବା ଉପରିସ୍ଥ ଅଧିକାରୀଙ୍କ ସହିତ ସିଧାସଳଖ ଯୋଗାଯୋଗ ବଜାୟ ରଖନ୍ତୁ। ସହକର୍ମୀମାନଙ୍କ ସହିତ ଆପଣଙ୍କ ବସ୍ ବିଷୟରେ ଆପଣଙ୍କର ଯୋଜନା ଏବଂ ଭାବନା ବିଷୟରେ ଗୁପ୍ତ କିମ୍ବା ବିବରଣୀ ସେୟାର କରିବା ଆପଣଙ୍କ ନିକଟତର ଲୋକଙ୍କ ଦ୍ୱାରା ବିଫଳତା କିମ୍ବା କ୍ଷତି ହୋଇପାରେ, ଯେଉଁମାନଙ୍କୁ ଆପଣ ସନ୍ଦେହ ମଧ୍ୟ କରୁନାହାନ୍ତି। ଆପଣ ବେସରକାରୀ କିମ୍ବା ସରକାରୀ କ୍ଷେତ୍ରରେ କାମ କରନ୍ତୁ, ଆପଣଙ୍କର ଚାକିରି ପ୍ରତି ସମର୍ପିତ ରୁହନ୍ତୁ ଏବଂ ଆପଣଙ୍କର ଉପରିସ୍ଥ ଅଧିକାରୀଙ୍କ ସହିତ ଯେକୌଣସି କାର୍ଯ୍ୟ ସମନ୍ୱୟ କରନ୍ତୁ। ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚିପାରେ ଏବଂ ଆପଣଙ୍କୁ ଫସାଇ ଦିଆଯାଇପାରେ, ତେଣୁ ସତର୍କ ରୁହନ୍ତୁ। ଶେଷରେ, ଯେଉଁମାନେ ସକ୍ରିୟ ଭାବରେ ଚାକିରି ଖୋଜୁଛନ୍ତି ସେମାନଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଆପଣ ଚାହୁଁଥିବା ପଦବୀ ପାଇବାର ସମ୍ଭାବନା ରହୁଛି। ଏହି ସମୟ ମଧ୍ୟରେ ଆପଣ ଏକ ଭଲ ଚାକିରି ପାଇବେ, ତେଣୁ ନିଜର ଚେଷ୍ଟା ଜାରି ରଖନ୍ତୁ। ଶିକ୍ଷା, ନିଯୁକ୍ତି କିମ୍ବା ବ୍ୟବସାୟ ଆରମ୍ଭ କରିବାକୁ ବିଦେଶ ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହି ସ୍ୱପ୍ନ ବାସ୍ତବତାରେ ପରିଣତ ହେବାକୁ ଯାଉଛି। ଆପଣ ବିଦେଶରେ ଏହି ଲକ୍ଷ୍ୟଗୁଡ଼ିକ ହାସଲ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପାଇବେ। ଆପଣଙ୍କ କଠିନ ପରିଶ୍ରମ ଫଳ ଦେବ। ଛାତ୍ରମାନଙ୍କୁ ସେମାନଙ୍କର ପାଠପଢ଼ା ପ୍ରତି ସତର୍କ ରହିବା ଆବଶ୍ୟକ। ଆପଣ ଉତ୍କୃଷ୍ଟ ସୁଯୋଗର ସମ୍ମୁଖୀନ ହେବେ ଏବଂ ଆପଣଙ୍କ ଶିକ୍ଷାଗତ କାର୍ଯ୍ୟରେ ସଫଳତା ପାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷା ଆପଣଙ୍କ ଜୀବନରେ ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ଖୋଲିବ। ଆପଣ ଏକ ଭଲ ଚାକିରି ପାଇବେ। ସରକାରୀ ପଦବୀ ପାଇବାର ସମ୍ଭାବନା ଅଛି। ଏହି ସମୟରେ ବେସରକାରୀ କ୍ଷେତ୍ରରେ ଚାକିରି କରୁଥିବା ଲୋକମାନେ, ବିଶେଷ କରି ମାର୍କେଟିଂରେ, ସେମାନଙ୍କ ସାମ୍ପ୍ରତିକ ପ୍ରୟାସ ପାଇଁ ଯଥେଷ୍ଟ ପ୍ରୋତ୍ସାହନ ଆଶା କରିପାରିବେ। ଏହା ଆପଣଙ୍କର ଆର୍ଥିକ ସ୍ଥିତିକୁ ମଜବୁତ କରିବ ଏବଂ ପଦୋନ୍ନତି ଆଡ଼କୁ ନେଇଯିବ, ଯାହା ପ୍ରଭାବଶାଳୀ ଭାବରେ ଆପଣଙ୍କ ଜୀବନରୁ ଚିନ୍ତାର ମେଘକୁ ଦୂର କରିବ। ଆଇନଗତ ମାମଲା କିମ୍ବା କୋର୍ଟ ମାମଲାରେ ଜଡ଼ିତ ବ୍ୟକ୍ତିମାନେ ଅନୁକୂଳ ଫଳାଫଳ ପାଇବେ ଏବଂ ଚାଲୁଥିବା ମାମଲାରୁ ମୁକ୍ତି ପାଇପାରିବେ। ଏହି ସମୟ ଗୁରୁତ୍ୱପୂର୍ଣ୍ଣ ଲାଭ ପ୍ରଦାନ କରେ। ଏହି 15 ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ, ବିଶେଷ କରି ସରକାରୀ ଚାକିରିରେ ଥିବା ଲୋକଙ୍କ ପାଇଁ, ଯେଉଁମାନେ ସେମାନଙ୍କ ଅଧୀନସ୍ଥ କର୍ମଚାରୀମାନଙ୍କ ଉପରେ କର୍ତ୍ତୃତ୍ୱ ବଜାୟ ରଖିବା ଉଚିତ। ତେଲ, ବୟନଶିଳ୍ପ, ଅନଲାଇନ୍, ସୋସିଆଲ ମିଡ଼ିଆ, ପ୍ରସାଧନ ସାମଗ୍ରୀ ଏବଂ ଅଳଙ୍କାର ସହ ଜଡ଼ିତ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଗ୍ରହସ୍ଥିତି ଅନୁକୂଳ। ଆପଣ ବହୁତ ସଫଳତା ଏବଂ ଯଥେଷ୍ଟ ଆର୍ଥିକ ଲାଭ ଆଶା କରିପାରିବେ। ଉପରୋକ୍ତ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ପାଇଁ ଅପ୍ରତ୍ୟାଶିତ ଆର୍ଥିକ ଲାଭ ସୂଚିତ ହୋଇଛି। ତଥାପି ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଏହି 15 ଦିନର ଅବଧିରେ ଆପଣ କିଛି ଉତ୍ଥାନ ପତନ ଅନୁଭବ କରିପାରନ୍ତି। ସାଧାରଣତଃ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ବେଳେବେଳେ ଆପଣଙ୍କର ଆତ୍ମବିଶ୍ୱାସରେ ହ୍ରାସ ପାଇପାରେ। ତେଣୁ ନକାରାତ୍ମକ ଚିନ୍ତାଧାରା ଦୂରେଇ ରଖିବା ଗୁରୁତ୍ୱପୂର୍ଣ୍ଣ। ଏକ ସକାରାତ୍ମକ ମାନସିକତା ବଜାୟ ରଖନ୍ତୁ। କାଶ, ଥଣ୍ଡା ଏବଂ ଜ୍ୱର ଭଳି ଋତୁକାଳୀନ ରୋଗ ଆପଣଙ୍କୁ ବିରକ୍ତ କରିପାରେ। ଆପଣ ପେଟ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି, ତେଣୁ ଆପଣଙ୍କର ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ। ସକାଳେ ଶୀଘ୍ର ଉଠି ନିୟମିତ ଭାବରେ ଯୋଗ, ଆସନ, ପ୍ରାଣାୟାମ ଅଭ୍ୟାସ କରନ୍ତୁ। ସୁସ୍ଥ ଖାଦ୍ୟ ଖାଇବା ଏବଂ ପ୍ରଚୁର ନିଦ୍ରା ଆପଣ ନିଶ୍ଚିତ କରନ୍ତୁ। ନକାରାତ୍ମକ ଦୃଷ୍ଟିକୋଣ ଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଯଦି ଆପଣ ସୁସ୍ଥ ରହିବାକୁ ଚାହାନ୍ତି, ତେବେ ନିଜକୁ ଗଠନମୂଳକ ଦୃଷ୍ଟିକୋଣ ରଖୁଥିବା ସକାରାତ୍ମକ ବ୍ୟକ୍ତିମାନଙ୍କ ସହିତ ଘେରି ରଖନ୍ତୁ।